ସତରେ କ'ଣ ସେ ଛାଡ଼ିକି ଆମକୁ ଯିବା ବର୍ଷେ ହେଇଗଲା? ହଁ, ଆଜି ଭଳି ଦିନରେ ସାଙ୍ଗମାନେ ମୋ ବଡ଼ବାପା ଆମକୁ ସବୁଦିନ ପାଇଁ ଛାଡ଼ିକି ଚାଲିଯାଇଥିଲେ ଭଗବାନଙ୍କ ପାଖକୁ ଠିକ୍ ବର୍ଷ ପୂର୍ବେ ଏଇ ଦିନରେ। ତ ସେଥିପାଇଁ ମନଟା କିଛି ଭଲ ନଥିଲା ଆଉ କିଛି କରିବାକୁ ଇଚ୍ଛା ବି ହେଉନଥିଲା। ଆଉ ମୁଁ ଲେଟ୍ରେ ଉଠି ବି ଥିଲି, ମୁଁ ଚାହୁଁ ବି ନଥିଲି କିଛି କରିବାକୁ, ବଟ୍ କ'ଣ କରିବା 30 ଡେଜ୍ର ଚ୍ୟାଲେଞ୍ଜ ଯେହେତୁ ନେଇଛି କରିବାକୁ ତ ହେବ। ତ ଛୋଟ ମୋଟ କ୍ଲିପ୍ରେ ଆଡ଼ଜଷ୍ଟ କରିନେବେ। ସକାଳୁ ତ ଏମିତି କିଛି ଦିନ ଯାଇଥିଲା, ଉଠିକି ଫାର୍ଷ୍ଟ ଭାବିଲି ଟିକେ ବଡ଼ମାଙ୍କ ସହିତ କଥା ହେଇଯିବି, ଖାଇକି କଥା ହେଇଗଲି। ସତରେ ଟ୍ରଷ୍ଟ ମି ଗାଇଜ୍, ଯେତେବେଳେ ସବୁ ବାଟ ବନ୍ଦ ହେଇଯାଏ ନା, ଫ୍ୟାମିଲି ହିଁ ଗୋଟେ ଜିନିଷ ଯେଉଁଠିକି ଆପଣମାନେ ଯାଇକି ଖଟଖଟ କେଲେ ସବୁବେଳ ପାଇଁ ସେ ଖୋଲା ରହିବ। ତ ସେଥିପାଇଁ ମୋ ଫ୍ୟାମିଲିକୁ ଚୁଜ୍ କରିଥିଲି। ଆଉ ଆଜି ଟିକେ ଭିଡ଼ିଓଜ୍ ମୁଁ କମ୍ ନେଇଛି କାହିଁକି ନା ଆପଣମାନେ ବୁଝିପାରୁଥିବେ ଆମ ଫ୍ୟାମିଲି ପାଇଁ ଆଜି କେତେ ବଡ଼ ଲସ୍ର ଦିନ। ବର୍ଷେ ପୂର୍ବେ ଥିଲା ଆଉ ଆଜି ବି ଅଛି, ସାରା ଜୀବନ ରହିବ। ସେଥିପାଇଁ ଆଜିର ବ୍ଲଗ୍ଟା ବହୁତ ସର୍ଟ ଅଛି। ଆଶା କରୁଛି ଆପଣମାନେ ବୁଝିପାରୁଥିବେ। ମୁଁ ଚାହୁଁନଥିଲି ବ୍ରେକ୍ କରିବାକୁ, ସେଥିପାଇଁ ସର୍ଟଟି ପକାଇଦେଲି। ରହୁଛି, ବାଏ, ଜୟ ଜଗନ୍ନାଥ।